शिशु दिवस उपलक्षे आयोजित होता सभार उपस्थित थिबा आम विद्यालय प्रधान शिक्षक महोदय श्रीयुक्त विनोद बिहारी बेहरा सार, उपस्थित थिबा परिड़ा सार, सेठी सार, खग सार, मकरंद सार, सुरुचि दीदी, टीटन सार, सुषमा दीदी एवं अरविंद सार एवं उपस्थित थिबा समस्त छात्र छात्री मानू यही दिवस उपलक्षे मु हार्दिक अभिनंदन एवं स्वागत जनाऊँगी। आजिका पवित्र दिवस समस्त विद्यालय मानकरे खूब धूमधाम पालन करा जायଥାଏ एवं एवर्ष आम विद्यालय मध्य अति आनंद एवं उत्साह सहित ये शिशु दिवस पालित होगा जाऊँगी। तेणुक सभा कार्य आरंभ करने पूर्व आमर सबुठ प्रिय चाचा नेहरू उपरे आम माल्यार्पण करवा, धूप दीप एवं फूल चंदन दे आम पूजा अर्चना करवा। वर्तमान मो सार मान को अनुरोध करी सर्वप्रथम आम पूजा आरंभ करवा। वर्तमान दीदी मान को अनुरोध करा जाउची सब समस्त छात्र छात्री मान को से चंदन टीका लगेबे। वर्तमान मु दीदी मान को अनुरोध करी से पवित्र दिवस आज हूँ जो शिशु दिवस ये दिवस शिशु मान उत्सर्ग कर दिवस हूँ तेणुक दीदी मान को अनुरोध करुँचे फूल एवं चाउल देकी बंदेबे।
ଗୋଟେ ସୁନ୍ଦର ଗୋଲାପ ଫୁଲ ଅଣାଯାଇଛି। ଅତି ସୁନ୍ଦର ଭାବରେ ଦିଦି ମାନେ ସମସ୍ତ ଗୁଣି ଗୁଣି ଛାତ୍ରଛାତ୍ରୀ ମାନଙ୍କୁ ବନ୍ଦେଇଛନ୍ତି। ବର୍ତ୍ତମାନ ଏହି ସଭାର ସଭାପତି ମହୋଦୟ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିବି ସେ ଏହି ସଭା କାର୍ଯ୍ୟକୁ ଆଗେଇ ନେବେ କରୁଛି। ଏବଂ ସର୍ବପ୍ରଥମେ ଆଜି ଦିବସର ଶିଶୁ ଦିବସ, ତେଣୁ ଏହି ଶିଶୁ ଦିବସ କାହା ଉଦ୍ଦେଶ୍ୟରେ କାହା ପାଇଁ କ'ଣ ପାଇଁ କରାଯାଉଛି, ସେଥିପାଇଁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ସେମାନଙ୍କର ବକ୍ତବ୍ୟ କିଛି ରଖିବେ। ଉପସ୍ଥିତ ଥିବା ଛୋଟ ବଡ଼ ଭାଇ ଭଉଣୀମାନେ, ଏହି ପବିତ୍ର ଶିଶୁ ଦିବସରେ କିଛି କହିବାର ସୁଯୋଗ ମିଳିଥିବାର ମୋତେ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏଠାରେ ଉପସ୍ଥିତ ଥିବା ଛୋଟ ବଡ଼ ଭାଇ ଭଉଣୀମାନେ, ଆଜି ଏହି ପବିତ୍ର ଶିଶୁ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବା ମୁଁ ନିଜକୁ ଧନ୍ୟ ମନେ କରୁଛି। ଗୋଟେ ଛୋଟିଆ ଗୀତ ଗାଇବାକୁ ଚାହୁଁଛି। ଆମେ ଶିଶୁ ସିନା ଆଜିର କାଲି ହେବୁ ଭାଗ୍ୟ ଦେଶର, ଆମେ ଶିଶୁ ସିନା ଆଜିର କାଲି ହେବୁ ଭାଗ୍ୟ ଦେଶର, ଆମ ପାଇଁ ଏହି ଦେଶ ହସି ଉଠିବ, ବିଶ୍ୱ ଇତିହାସ ତାର ଗୁଣ ଗାଇବ, ଆମ ପାଇଁ ଏହି ଦେଶ ହସି ଉଠିବ, ବିଶ୍ୱ ଇତିହାସ ତାର ଗୁଣ ଗାଇବ, ଏହି ଆଶା ଏହି ସ୍ୱପ୍ନ ଆମର ସେ ତ ସୀମାହୀନ ସାଗର। ତେଣୁ ଶିଶୁ ହେଉଛି ଆମ ଦେଶର ହେଉଛି ମହାନ। ତେଣୁ ଏଭ୍ରି ଟୁମର ବେଟର ଟୁମର। ପ୍ରତି ଆଗାମୀ ଦିବସ ତମ ପାଇଁ ଶୁଭକାଂକ୍ଷୀ। ତେଣୁ ସବୁବେଳେ ପ୍ରତ୍ୟେକ କର୍ମ, ପାଠ ପଢ଼ିବା ହଉ, ଘାସ ବାଛିବା ହଉ, ଜୁତା ପାଲିସ ହଉ, ଲୋକ ଖାଉଥିବା ପତ୍ର ଉଠେଇବା ହଉ, କୌଣସି କାମ ଖରାପ ନୁହେଁ। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ସେ ଜବାହରଲାଲ ନେହେରୁଙ୍କ ଭଳି ହେବା ଏବଂ ଏ ଦେଶର ସେ ଯେମିତି ପ୍ରତିଷ୍ଠିତ ହେଇପାରିଲେ ଏବଂ ଭାଗ୍ୟବାନ ହେଇପାରିଲେ। ତେଣୁ ତାଙ୍କୁ ମନେ ରଖିବା ପାଇଁ ସେ ଏମିତି କାମ କରିଦେଇଗଲେ ଯେ ତାଙ୍କର ଶିଶୁ ଦିବସଟି ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଉ। ତୁମେମାନେ ଗୁରୁ ଦିବସରେ ଯେତିକି ଉପସ୍ଥିତ ଥିଲ, ଶିଶୁ ଦିବସରେ ସେତିକି ଉପସ୍ଥିତ ନାହଁ, ଏଇଟା ହେଉଛି ଦୁଃଖର କଥା। ସାର୍ମାନଙ୍କର ଏତେ ଆଗ୍ରହ ଉତ୍ସାହ ସତ୍ତ୍ୱେ ପିଲାମାନେ ଟିକେ କମିଯିବାକୁ ଆମ ମନରେ ଦୁଃଖ ଆସୁଛି। ଗୋଟେ ଛୋଟିଆ କଥା ଟିକେ କହିବି। ମୁଁ ଭାରି ପାଲା ପ୍ରିୟ। ପାଲା ଦେଖିବାକୁ ଗୋଟେ ଜାଗାକୁ ଯାଇଥିଲି। ଏ ଛୁଆଏ ମୁଁ ପାଲା ଦେଖିବାକୁ ଯାଇଥାଏ। ଦୁଇ ଜଣ ଭଲ ଗାୟକ ଆସିଥାନ୍ତି। ପାଲା ଗାୟକ କହୁ କହୁ କହିଦେଲେ, ମହାଭାରତ କଥା ଆଲୋଚନା ହୋଇଥାଏ। କହିଲେ ଯେ ପଞ୍ଚୁ ପାଣ୍ଡବ ପାଞ୍ଚ ଭାଇ ଯେତେବେଳେ ଦ୍ରୌପଦୀଙ୍କୁ ଆଣିକି ଆସିଲେ, କହିଲେ ମା ଆମେ କି ପଦାର୍ଥ ଆଣିଛୁ ଆସେ ଦେଖିବୁ। ସେତେବେଳେ ଗୋଟେ କୁମ୍ଭାରଶାଳାରେ ରହୁଥିଲେ। ସେତେବେଳେ କହିଦେଲେ ଯେ ମା ଆସେ ଆମେ କି ପଦାର୍ଥ ଆଣିଛୁ ଦେଖିବୁ ବୋଲି, ମୁଁ ସହ୍ୟ କରିପାରିଲିନି। ମୁଁ କହିଲି ମହାଶୟ କେବେ ପଞ୍ଚୁ ପାଣ୍ଡବ ଏଇ କଥା କହିନଥିବେ, ଆପଣ ଯେଉଁ ଉକ୍ତିଟା ବ୍ୟକ୍ତ କଲେ କେବେ ସେଇ କଥାଟା କହିନଥିବେ। ସେ କହିଲେ କେମିତି? ମୁଁ କହିଲି ମା ସିନା ଦେଖିନାହାନ୍ତି ଦ୍ରୌପଦୀକୁ, କିନ୍ତୁ ପଞ୍ଚୁ ପାଣ୍ଡବ ଯେତେ ସାଙ୍ଗରେ ଗୋଟେ ଝିଅଟିକି ଆଣିକି ଆସିଛନ୍ତି, ଝିଅଟିକୁ କେବେ ପଦାର୍ଥ ବୋଲିକି ସମ୍ବୋଧନ କରିଥିବେ କି? ସେଇଠୁ ସେ ଗାୟକ ଚମକି ପଡ଼ିଲେ। କହିଲେ ମୁଁ ଆପଣଙ୍କ ପାଖରେ କୃତଜ୍ଞ। ମୁଁ ଭାବିନଥିଲି ମୋ ପାଲାକୁ ଏତେ ଧ୍ୟାନ ସେ ଲୋକ ଶୁଣୁଥିବେ ବୋଲି। ଯାହା ହଉ ଆପଣମାନେ ଏଠି ଯେତିକି ବସିଛନ୍ତି ବହୁତ ତ ପଳେଇ ଗଲେଣି, ଧ୍ୟାନ ତକ ଅଛନ୍ତି, ଅଗାଡ଼ି ତକ ପବନ ମାଡ଼ ଦୂରକୁ ପଳେଇ ଯାଇଛନ୍ତି। ତ ସେଇ କଥାଟା ମୋର ଆଜି ଏଠି ମନେ ପଡ଼ିଯାଉଛି। ଆଜି ମୋ ସମ୍ମୁଖରେ ଯେଉଁମାନେ ଅଛନ୍ତି ବୋଧେ ନିଶ୍ଚିତ ସେମାନେ ଧ୍ୟାନ ତକ ଅଛନ୍ତି, ଆଉ ଅଗାଡ଼ି ତକ ବାହାର ସାମାନ୍ୟ ପବନରେ ଉଡ଼ୁଛନ୍ତି। ଆଜିର ଶିଶୁ ଦିବସର ଉଦ୍ଦେଶ୍ୟ ହେଉଛି ତୁମମାନଙ୍କୁ ଉତ୍ସାହିତ କରିବା। ଆମକୁ ତମେ ଦେଖି ସାରିଲଣି, ଆଉ କିଛି ଦେଖିବାର ନାହିଁ। ଆଉ ଏଣିକି ଯାହା ଦେଖିବ
ତମ ମନରେ ଦୁଃଖ ସୃଷ୍ଟି ହବ। ତୁମମାନଙ୍କୁ ଆମେ କିଛି ଦେଖିନୁ, ଯଦି 10-12 ବର୍ଷ ହେଲା ଦେଖିଲୁଣି, କିଛି ଦେଖିନୁ। ଆଉ ଏଣିକି ଯୋଉ ରୂପରେ ଆମେ ଦେଖିବୁ ବୋଲି ଆଶା କରୁଛୁ, ତମ ମନରେ ସିନା ଦୁଃଖ ଦେବ, ଆମ ମନରେ ସେଇଟା ସୁଖ ପ୍ରଦାନ କରିବ। ତେଣୁ ଆମେ ସେଇଥିଲାଗି ଶିଶୁ ଦିବସକୁ ପାଳନ କରିବୁ, ଶିଶୁମାନଙ୍କ ଗହଣରେ ରହିବୁ ବୋଲିକି ଶିକ୍ଷକତା ଜୀବନକୁ ଆଦରି ନେଇଛୁ। ମୁଁ କହିବା ଅର୍ଥ, ମୁଁ ସେଠି ସାର୍ଙ୍କୁ, ଖଗ ସାର୍ଙ୍କୁ ଆଉ ସମସ୍ତ ସାର୍ମାନଙ୍କୁ ଅନୁରୋଧ କରୁଛି, ବୋଧହୁଏ ସବୁ ବର୍ଷ ତୁଳନାରେ ଏ ବର୍ଷ ଶିଶୁ ଦିବସଟି ଟିକେ ଭଲ ହେଇଛି, ହଁ କି ନାହିଁ? ତ କମିଂ ଇୟରକୁ ମାନେ ଆସନ୍ତା ବର୍ଷକୁ କେମିତି ଆହୁରି ଉଚ୍ଚ କୋଟିର ହେଇପାରିବ ଏବଂ ତୁମମାନଙ୍କର ସହଯୋଗ ଅଧିକ ହେଇପାରିବ, ସେଥିଲାଗି ମୁଁ ତୁମକୁ ଅନୁରୋଧ କରୁଛି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ସ୍କୁଲରେ ଫେରିବା ପରେ ଘରକୁ ତୁମେ ଯେମିତି ଫେରିଲେ, 4টাରେ ଫେରିଲେ ତୁମେ କ'ଣ ଭାତ ଖାଅ କି? କିଏ କ'ଣ ଖାଅ? ଭାତ ଖାଅ ତ? କି ଅଲଗା କିଛି ଖାଅ? କିଏ କୁରକୁରେ ଖାଉଥିବ, କିଏ ଚିପ୍ସ ଖାଉଥିବ, ମ୍ୟାଗି ତିଆରି କରିକି ଖାଉଥିବ ନାହିଁ? ଖାଅ କି ନାହିଁ? ଖାଉଥିବ। ମ୍ୟାଗି ତ ବହୁତ କିଣିକି ତୁମର ଖାଉଥିବ। ତ ରାଜୁ ବି ସେମିତି। ରାଜୁ ବି ଯେତେବେଳେ ସ୍କୁଲରୁ ଫେରିଲା ପରେ ରାଜୁ କ'ଣ କରେ? ମା ଯେତେବେଳେ କହିବେ ପୁଅ ଭାତ ଅଛି, ତରକାରୀ ଅଛି, ଟିକେ ଖାଇବି, ରାଜୁ କିନ୍ତୁ ଜିଦ୍ କରୁଥିଲା, ନା ମୁଁ ଭାତ ଖାଇବିନି, ମୋତେ ଭାତ ତରକାରୀ ଭଲ ଲାଗିବନି। ତ କ'ଣ ଖାଇବୁ? ନା ତୁ ଗୋଟେ ପଇସା ଦିଅ, ପଇସା ଦିଅ। ତ ମା ତାକୁ 10 ଟଙ୍କା ଦେଉଥିବ, ଦେଲେ କ'ଣ ଖାଇବ ବୋଲିକି ଦେଲେ। ସେ ଜିଦ୍ କଲା, ତୁମେ ଜିଦ୍ କଲେ ମା ବାପା ମାନନ୍ତି କି ନାହିଁ? ତ ସେ ଜିଦ୍ କଲା, ତାକୁ ଦେଲେ 10 ଟଙ୍କା। ସେ ଯାଇକି ଗୋଟେ ମ୍ୟାଗିଟେ ଆଣିଲା, ଗୋଟେ କୁରକୁରେ ଆଣିଲା, ଖାଇଦେଲା, ଖାଇ ରହିଲା ସେମିତି। ତାପରେ ରାତିରେ ଭଲ ତରକାରୀ କରିଥିଲି, ରୁଟି ତରକାରୀ କରିଥିଲି। ଫୁଲକୋବିରେ ଆଳୁ ପଡ଼ିଥିଲା, ଗାଜର ପଡ଼ିଥିଲା, ମଟର ପଡ଼ିଥିଲା, ବଢ଼ିଆ ବଢ଼ିଆ ଜିନିଷ ଗୁଡ଼ା ପଡ଼ିଥିଲା। କିନ୍ତୁ ତାକୁ ଖାଇବା ପାଇଁ ଟିକେ ମନ ହେଲାନି। ତାକୁ ବାହାରେ ଯାହାକୁ ଦେଖିବ, ବାହାରିଆ ଖାଇବା ଜିନିଷ ଯାହାକୁ ଲାଗିଯାଇଥାଏ, ଚସ୍କା ଲାଗିଯାଇଥାଏ, ତାକୁ ଘର ଖାଇତେ ଭଲ ଲାଗେ, ଜାଣିଛ ତ? ତ ସେ ଖାଇଲାନି, ରୁଟି ଆଉ ତରକାରୀ ଖାଇଲାନି। ତ ଯେତେବେଳେ ବାପା ତାକୁ ଟିକେ ମାନେ କଡ଼ା ଶବ୍ଦରେ କହିଲେ, କାହିଁ ତୁ ଖାଉନୁ, ଖା ନହେଲେ ପିଟି। ସେ ତାପରେ ଧୀରେ ଧୀରେ ଚୁପ୍ ରହିକି ଟିକେ ଟିକେ ଚୋବେଇଲା। ତାପରେ ବାପା ଯେତେବେଳେ ଉଠିକି ପଳେଇଲେ, ସେ କ'ଣ ରୁଟି ଆଉ ତରକାରୀ ନେଇକି ଯାଇକି ଡଷ୍ଟବିନ୍ରେ ପକେଇଦେଲା। ତା ପରଦିନ ଦେଖିଲେ, ତା ପରଦିନ ମା ବାପା ଦୁଇ ଜଣ ଯାକ ଦେଖିଲେ ଯେ ଇଏ ମାନେ ଖାଦ୍ୟକୁ ରୁଟି ଆଉ ତରକାରୀକୁ ଡଷ୍ଟବିନ୍ରେ ପକେଇ ଦେଇଛି। ତାପରେ ଠିକ୍ ସ୍କୁଲ ଯିବା ସମୟରେ ମା ତାକୁ କ୍ଷୀର ଗୋଟେ ଗ୍ଲାସ୍ ଦେଲେ ପିଇବା ପାଇଁ। ସେ କହିଲା, ମୁଁ କ୍ଷୀର ପିଇବି, ମୋତେ ଭଲ ଲାଗୁନି, ତୁ ଗୋଟେ ପଇସା ଦିଅ, ମୁଁ ଆଇସ୍କ୍ରିମ୍ ଖାଇବି। ଜିଦ୍ କଲା, ସେ କ୍ଷୀର ବି ପିଇଲାନି। ମା ଠାରୁ ଜିଦ୍ କରିକି 10 ଟଙ୍କା ନେଲା, ଗଲାବେଳେ ସେ ଆଇସ୍କ୍ରିମ୍ ଖାଇକି ସ୍କୁଲକୁ ଗଲା। ତ ଧୀରେ ଧୀରେ କ'ଣ, ଯଦି ଆମେ ବାହାରିଆ ଖାଦ୍ୟ ଖାଇବା ତାହେଲେ କ'ଣ ଶରୀର ଧୀରେ ଧୀରେ କ୍ଷୀଣ ହେଇଯିବ। ଆମର ଯେଉଁ ବଳ, ଯେଉଁ ଶକ୍ତି ମିଳିବା କଥା ଆମକୁ ମିଳିବନି। ଆମେ ଶୀଘ୍ର ରୋଗରେ ପଡ଼ିବା, ଆମକୁ ଶୀଘ୍ର ଥଣ୍ଡା ହେବ, ଜ୍ୱର ହେବ, ସର୍ଦ୍ଦି ଖାସି, ମାନେ ବିଭିନ୍ନ ପ୍ରକାର ରୋଗ ହେବ। ତାହେଲେ ରାଜୁକୁ କେମିତି କରିବେ? ସେ ଘର କଥା ମାନିଲାନି ନା। ତାପରେ ସେମାନେ କ'ଣ କଲେ, 2 ଜଣ ଯାକ ମା ଆଉ ବାପା ତାଙ୍କ ବିଦ୍ୟାଳୟକୁ ଗଲେ। ବିଦ୍ୟାଳୟକୁ ଗଲେ, ତାଙ୍କ ମ୍ୟାଡ଼ାମକୁ କହିଲେ ଯେ ମ୍ୟାଡ଼ାମ, ଆମ ପୁଅ ରାଜୁ ଏମିତି କରୁଛି, କ'ଣ ଗୋଟେ ଉପାୟ କୁହନ୍ତୁ ଯେ ଯେମିତି ଇଏ ବାହାରିଆ ଖାଦ୍ୟକୁ ବନ୍ଦ କରିବ। ତ ମ୍ୟାଡ଼ାମ ଗୋଟେ ଉପାୟ ତାଙ୍କୁ କହିଲେ ଠିକ୍ ଅଛି, 2-4 ଦିନ ପରେ ରାଜୁର ବର୍ଥଡେ ଅଛି, ମୋତେ ବର୍ଥଡେରେ ଆପଣମାନେ ଡାକିବେ, ଇନଭାଇଟ୍ କରିବେ। ବର୍ଥଡେ ହେଲା, ବର୍ଥଡେରେ ମ୍ୟାଡ଼ାମ ଆସିଲେ, କେକ୍ କଟା ହେଲା, ବଢ଼ିଆ ଖୁସି ଆନନ୍ଦରେ ସମସ୍ତେ ଖାଇଲେ। ଚକୋଲେଟ୍ ବହୁତ ଦିଆହେଲା, ରାଜୁ ବି ଖାଇଲା ଚକୋଲେଟ୍, ବହୁତ ଗୁଡ଼ା ଚକୋଲେଟ୍ ଖାଇଦେଲା, ଆଇସ୍କ୍ରିମ୍ ଖାଇଲା, କେକ୍ ଖାଇଲା। ତାପରେ ମ୍ୟାଡ଼ାମ କ'ଣ କଲେ, ତାଙ୍କୁ ଗୋଟେ ଫୁଲ ଗଛ ଦେଲେ ଆଉ କହିଲେ, ରାଜୁ ଏଇ ଫୁଲ ଗଛଟି ତୁ ନେ, ଆଉ ଏଇ ଫୁଲ ଗଛର ତୁ ଯତ୍ନ ନେବୁ, ମା ବାବାଙ୍କୁ କହିବୁ ତୁ ନିଜେ ଯତ୍ନ ନେବୁ, ଆଉ ଏଇ ଫୁଲ ଗଛଟି ଯେମିତି ବଞ୍ଚିଥିବ। 6 ମାସ ପରେ ମୁଁ ଆସିକି ଦେଖିବି, ଆଉ ତୁ ୟାର ଯତ୍ନ ନେବୁ। ତ ରାଜୁ କହିଲା ଠିକ୍ ଅଛି। ରାଜୁ ସେ ଫୁଲ ଗଛକୁ ନେଇକି ଗଲା ଆଉ ରଖିଦେଲା। ଆଉ ମା ବାପାଙ୍କୁ କହିଲା କି ମୁଁ ୟାର ଯତ୍ନ ବହୁତ ଭଲ ଭାବରେ ନେବି। ତା ପରଦିନ ହେଲା, ତା ପରଦିନ ଯେତେବେଳେ ସେ ଫୁଲ ଗଛକୁ ମାନେ କେମିତି ଯତ୍ନ ନେବି ବୋଲିକି ମାଆକୁ ପଚାରିଲା, ମା ମୁଁ ଫୁଲ ଗଛର ଯତ୍ନ କେମିତି ନେବି, କ'ଣ ଦେବି ଏଥିରେ? ମା କହିଲେ, ତୁ ଯାଇକି କୋଲ୍ଡ ଡ୍ରିଙ୍କସ୍ ଦେଇଦେ, ଫୁଲ ଗଛରେ କ'ଣ ଦେଇଦେ, ତା ମୂଳରେ କୋଲ୍ଡ ଡ୍ରିଙ୍କସ୍ ଦେଇଦେ। ସେ କହିଲେ, କୋଲ୍ଡ ଡ୍ରିଙ୍କସ୍ ଦେଲେ ବଢ଼ିବ? ତୁ ତ ପିଉଛୁ କୋଲ୍ଡ ଡ୍ରିଙ୍କସ୍, ସେତିକି ଫ୍ରିଜ୍ରୁ ବାହାର କରି ପିଉଛୁ, ଥଣ୍ଡା କୋଲ୍ଡ ଡ୍ରିଙ୍କସ୍, ଆଉ ତୋତେ କିଛି ହେଉନି, ଫୁଲ ଗଛ କ'ଣ ହେବ? ସେ ନେଇକି କୋଲ୍ଡ ଡ୍ରିଙ୍କସ୍ ଆଣିଲା, କୋଲ୍ଡ ଡ୍ରିଙ୍କସ୍ ଆଣିଲା। କିଛି ଦିନ ପରେ ଦେଖିଲା ଯେ ଫୁଲ ଗଛଟି ଝାଉଁଳି ପଡ଼ିଛି। ସେ ବାପାଙ୍କୁ କହିଲା, ଏ ଫୁଲ ଗଛଟି କେମିତି ଏମିତି ଝାଉଁଳି ପଡ଼ୁଛି, ଆଉ କ'ଣ ଦେବି? ନା ୟାକୁ ଭଲ ଖାଦ୍ୟ ମିଳିପାରୁନି ବୋଲି ବାପା କହିଲେ। ବାପା ପୁଣି ସେ ପଚାରିଲା, କ'ଣ ଦେବା ବାପା?
ୟାକୁ ଖାଇବା ପାଇଁ କ'ଣ ଦେବା? ତ ବାପା କହିଲେ ତୁ ଯେଉଁ ମ୍ୟାଗି ଖାଉଛୁ ଆଉ କୁରକୁରେ ଯେଉଁ ଖାଉଛୁ ତାକୁ ଚକଟି କରିକି ତା ମୁଣ୍ଡରେ ଯାଇକି ଦେଇଦେବି। ତ ରାଜୁ କହିଲେ ସତଟା କାମ ଦେବ? ବାପା କହିଲେ ତୁ ତ ଖାଉଛୁ ତୋତେ କିଛି ହେଉନି ଗଛ କ'ଣ ଯାହାକୁ ଦେଇଦେବି। ସେ ଚକଟିକିରି ମ୍ୟାଗି ଆଉ କୁରକୁରେ ନେଇକି ଗଛ ମୂଳରେ ଦେଇଦେଲା। କିଛି ଦିନ ଗଲା ପରେ ଗଛଟା ଆଉ ଟିକେ ଝାଉଁଳି ପଡ଼ିଲା। ରାଜୁ ଚିନ୍ତାରେ ପଡ଼ିଲା ମୋତେ ମ୍ୟାଡ଼ାମ୍ ଗାଳି କରିବେ, ମୋତେ କହିଥିଲେ ଯେ ମୁଁ ଗଛର ଯତ୍ନ ନେବି, ସେ ଯଦି ଆସିକି ଦେଖିବେ ଜାଣିବେ ମୋତେ କ'ଣ କହିବେ, ମ୍ୟାଡ଼ାମ୍ ମୋତେ ଗାଳି କରିବେ। ତାର ଚିନ୍ତା ପଡ଼ିଲା କ'ଣ କରିବେ ବୋଲିକି ସେ ଭାବିଲା। ତାପରେ ବାପା ମା ଦୁଇ ଜଣ ଯାକ ଆସିଲେ ଆଉ ରାଜୁକୁ ବୁଝେଇଲେ ଯେ ପୁଅ ଦେଖ ଏଇ ଗଛଟା ତୋତେ ଏଇ ଯେଉଁ ଫୁଲ ଗଛଟା ତୁ ମ୍ୟାଡ଼ାମ୍ ତୋତେ ଦେଲେ ତାର ଅବସ୍ଥା କ'ଣ ଅଛି, କାହିଁକି ଏମିତି ହେଲା ତୁ ଜାଣିଛୁ? ସେଗୁଡ଼ା ମୁଁ ତ ବୁଝିପାରିଲି କାହିଁକି ଏମିତି ହେଲା। ଯେଉଁ କୋଲ୍ଡ ଡ୍ରିଙ୍କସ୍ ତୁ ଦେଲୁ ସେଟା କେତେ କ୍ଷତିକାରକ ଯେ ଗଛ ମୂଳରେ ଦେଲେ ସେ ଗଛଟି ଝାଉଁଳି ଯାଉଛି। ଯେଉଁ ମ୍ୟାଗି କୁରକୁରେ ମାନେ ଯେଉଁ ଖାଦ୍ୟ ତାକୁ ଦେବା କଥା ତାକୁ ଆମେ ଗଛ ମୂଳରେ ଆମେ ଅଲଗା ସାର ଦେବା କଥା, ଖତ ଦେବା କଥା, କି ପରିବା ଚୋପା ବି ଯଦି ସାର ହିସାବରେ ତୁମେ ଦେଇଦେବ ସେଟା ବି ବହୁତ ଗଛ ପାଇଁ ଉପାଦେୟ ହେବ। ଆଉ ପାଣି ଦେବା କଥା, ପାଣି ଦେବା କଥା। ସେ କଥା ତାକୁ ବୁଝେଇଲେ ଯେ ଗଛର ଯଦି ଏମିତି ଅସୁବିଧା ହେଉଛି, ତୁ ଯେଉଁ କୋଲ୍ଡ ଡ୍ରିଙ୍କସ୍ ପିଉଛୁ, ଯେଉଁ କୁରକୁରେ ଖାଉଛୁ, ମ୍ୟାଗି ଖାଉଛୁ, ତୋର ସେଟା ଅଖାଦ୍ୟ, ସେଟା ଆମ ପାଇଁ ମନେ ଉଚିତ ଖାଦ୍ୟ ନୁହେଁ। ତ ତୋର ଶରୀର କ'ଣ ଅସୁବିଧା ହେବ ଭାବିବ। ତ ସେଇଦିନଠାରୁ ରାଜୁ ବୁଝି ପକାଇଲା। ସେ କହିଲା ମୁଁ ଆଉ ବାହାରିଆ ଖାଦ୍ୟ ଖାଇବିନି, ପୁରା ବନ୍ଦ କରିବି, ଆଉ ଘର ଖାଦ୍ୟ ଖାଇବି। ଆଉ ସେଇଦିନଠାରୁ ସେ ରାଜୁ ଘରେ ଯେଉଁଟା ରନ୍ଧା ହେଇଥିଲା ଭାତ ତରକାରୀ ଡାଲି ରୁଟି ଭଜା ସେସବୁ ଜିନିଷ ଖାଇଲା। କୁରକୁରେ ଚିପ୍ସ ମ୍ୟାଗି ଏଗୁଡ଼ାକ ଖାଇବା ପୁରା ବନ୍ଦ କରିଦେଲା। ସେଗୁଡ଼ାକ ପିଲେ ଯାଇଛନ୍ତି ସେଟା ହେଉଛି ସ୍ଲୋ ପଏଜନ୍। ଧୀରେ ଧୀରେ ଯେଉଁ ଆମେ ଯେଉଁ ବିଷ ଖାଉଛୁ ନା ସେଟା ହେଉଛି ଧୀରେ ଧୀରେ ଆମେ ବିଷ ଖାଉଛୁ। ଯଦି ବିଷ ଖାଇବା ବେଳେ ଆମ ଶରୀର ଧୀରେ ଧୀରେ କ୍ଷୀଣ ହେବ, ଆମର ସ୍ମରଣ ଶକ୍ତି ବି କମିଯିବ। ପାଠ ଯେଉଁ ପଢ଼ୁଛୁ ଆମେ ସେଟା ବି ଆମର ପାଠ ମନେ ରହିବ, ଶରୀର କ୍ଷୀଣ ହେଇଯିବ, ଜଲ୍ଦି ଶୀଘ୍ର ତୁମେ ରୋଗରେ ପଡ଼ିବ। ତେଣୁକରି ଆଜିଠାରୁ ତୁମେ ପ୍ରଣ କର ବା ତୁମେ ବାହାରିଆ ଜିନିଷ ସେଠି ଖାଇବା ପାଇଁ ତୁମେ ମନ କରିବ। ଯଦି ମନେକର ଖାଇଲ ପେଟରେ ସକାଳୁ ଗୋଟେ ଭଲ ଖାଦ୍ୟ ପଡ଼ିବା କଥା, ଭାତ ହଉ ରୁଟି ହଉ ସକାଳେ ପଡ଼ିବା କଥା। ଆଉ ଯଦି ତୁମେ ବାହାରିଆ ଖାଦ୍ୟ ଖାଇବା ମନେ କରିବ କେଉଁ ମାସରେ ଥରେ ଖାଇଦେଲେ ବି ଚଳିବ, କିନ୍ତୁ ଯେଉଁ ପ୍ରତ୍ୟେକ ଦିନ ଯେଉଁ ଖାଉଛ ନା ପ୍ରତ୍ୟେକ ଦିନ ସେମିତି ତୁମେ କରିବନି, ହେଲା। ତାହେଲେ ଏତିକି କହି ମୁଁ ମୋର ଏ ଗପଟିକୁ ବିରାମ କରୁଛି। କାମ କରିବେ, ଦେଶ କିପରି ଡେଭଲପ୍ କରିବ, ଆମ ଦେଶ ଜାତି ସମାଜର କିପରି ଉନ୍ନତି ହେବ, ସେଇ ଦିଗରେ ଏଇ ଶିଶୁମାନେ ସଂକଳ୍ପବଦ୍ଧ ହେଲେ ସେମାନେ ବହୁତ କିଛି କରିପାରିବେ। ଆମ ଯେଉଁ ଡେଭଲପିଂ ନେସନ୍ ଅଛି ଆମ ଦେଶ, ତାକୁ ସେ ଡେଭଲପ୍ ନେସନ୍ରେ ପରିବର୍ତ୍ତନ କରିଦେଇପାରିବେ। ସେଥିପାଇଁ ସେ ଶିଶୁମାନଙ୍କ ପାଇଁ ବହୁତ ତାଙ୍କର କଲ୍ୟାଣ ପାଇଁ ବହୁତ ନୀତି ନିର୍ଦ୍ଧାରଣ ମଧ୍ୟ କରିଛନ୍ତି ଏବଂ ତାଙ୍କର ଜୀବନକୁ ସେ ଉତ୍ସର୍ଗୀକୃତ କରିଦେଇଛନ୍ତି ଏଇ ଶିଶୁମାନଙ୍କ ପାଇଁ। ତ ମୁଁ କହିବି ଏଇ ଶିଶୁମାନେ ତୁମ ଛାତ୍ର ଜୀବନରେ ତୁମେ ନିଜେ ସତ୍ୟବାଦୀ ହୁଅ ଏବଂ ହିଂସା ଠାରୁ ଦୂରେଇ ରୁହ। ଯଦି ତୁମେ ହିଂସା ଏବଂ ମିଥ୍ୟା ଠାରୁ ଦୂରେଇ ରହିବ ତାହେଲେ ତୁମ ନିଜ ଜୀବନକୁ ସଫଳ କରିପାରିବ ଏବଂ କଠିନ ପରିଶ୍ରମ ଶିଶୁମାନେ ତୁମ ଛାତ୍ରମାନେ ତୁମ ଛାତ୍ର ଜୀବନରେ ଏଇଟା ହେଉଛି ଜୀବନର ଗୋଟିଏ ଇମ୍ପୋର୍ଟାଣ୍ଟ ଟାଇମ୍। ଛାତ୍ର ଜୀବନଟା ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟକୁ ଯଦି ତୁମେ ନିଜେ ମାର୍ଜିତ ନ କର, ନିଜେ ତୁମେ ଡେଭଲପ୍ ହେଇକରି ନିଜେ ଯଦି ବୁଝାମଣା ସହିତ କାମ ନ କରିବ ତାହେଲେ ମେ ବି ତୁମେ କୁପଥରେ ପଳେଇ ଯାଇପାରିବ। ତ ସେଇ କୁପଥରୁ ନିଜକୁ ଦୂରେଇ ରଖିବା ପାଇଁ ତୁମେ ଯେମିତି ଚାହିଁବ ଆମେ ସୁମାର୍ଗରେ ଯିବା, ସୁପଥରେ ଯିବା, ଭଲ କାମ କରିବା ଜୀବନରେ ଏବଂ ଆମ ସମାଜ ପାଇଁ, ଆମ ଦେଶ ପାଇଁ, ଜାତି ପାଇଁ କିଛି କରି ଦେଖାଇବା, ସେଇ ପ୍ରଣ ସବୁବେଳେ ତୁମେମାନେ ନିଅ। এই ছাত্র জীবନରେ ତୁମେ ଅହିଂସା ମାର୍ଗରେ ଚାଲ, ଯେମିତି ଗାନ୍ଧୀଜୀ କହିଥିଲେ, ଗାନ୍ଧୀଜୀ ଚାଲିଥିଲେ ଅହିଂସା ଆଉ ସତ୍ୟବାଦୀ। ଠିକ୍ ସେହିପରି ତୁମେ ସତ୍ୟବାଦୀ ହୁଅ ଏବଂ ଅହିଂସା ମାର୍ଗରେ ଚାଲ, ଦେଖିବ ତୁମେ ମଧ୍ୟ ଏଇ ଆମ ସମାଜକୁ ଆଉ ସୁଦୃଢ଼ କରିପାରିବ, ଆମ ଦେଶ ଜାତିର ନାଁ ନିଶ୍ଚୟ ରଖିପାରିବ। ତ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।